ଶ୍ରୀମନ୍ଦିର ଛାଡ଼ି ଚତୁର୍ଦ୍ଧା ବିଗ୍ରହ ଆସିଲେ ବଡ଼ଦାଣ୍ଡକୁ। ପ୍ରଥମ ଥର ଲାଗି ରଥାରୂଢ଼ ହେଲେ ନୂଆ ଠାକୁର। ଭକ୍ତଙ୍କ ଆବେଗମୟ ମୁହୂର୍ତ୍ତର ପରିସମାପ୍ତି ଘଟିଲା। ନୂଆ ବିଗ୍ରହଙ୍କର ଦର୍ଶନ ପାଇ ଭାବରେ ଭିଜିଲେ ଭକ୍ତ ସମାଜ। ବଡ଼ଦାଣ୍ଡରେ ଭକ୍ତ ଭଗବାନଙ୍କର ହେଲା ଦିବ୍ୟ ମିଳନ। ଏହି ଦିବ୍ୟ ରୂପକୁ ଦର୍ଶନ ଦେଇ ଭାଇ ଭଉଣୀଙ୍କୁ ସାଥିରେ ଧରି କଳା ଠାକୁର ବାହାରିଲେ ଶ୍ରୀଗୁଣ୍ଡିଚା ମନ୍ଦିର। ପ୍ରଥମେ ଶ୍ରୀଗୁଣ୍ଡିଚା ମନ୍ଦିର ନିକଟରେ ପହଞ୍ଚିଥିଲେ ବଡ଼ ଠାକୁର। ବଡ଼ ଶଙ୍ଖରେ ଦେବୀ ସୁଭଦ୍ରା ଏବଂ ବଳଗଣ୍ଡିଠାରେ ଅଟକି ରହିଲେ କାଳିଆ ଠାକୁର। କାଳିଆ ସାଆନ୍ତଙ୍କର ଘୋଷଯାତ୍ରା ପାଇଁ ଶୁକ୍ରବାର ଠାରୁ ଭକ୍ତିମୟ ହୋଇପଡ଼ିଥିଲା ଶ୍ରୀକ୍ଷେତ୍ର। ଶନିବାର ସକାଳୁ ସକାଳୁ ବଡ଼ଦାଣ୍ଡ ଜନସମୁଦ୍ରରେ ପରିଣତ ହୋଇଯାଇଥିଲା। ଗୁଳଗୁଳି ଏବଂ ଗ୍ରୀଷ୍ମ ପ୍ରକୋପକୁ ଖାତିର ନକରି ରଥାରୂଢ଼ ଠାକୁରଙ୍କର ଦର୍ଶନ ଲାଗି ଅପେକ୍ଷା କରିଥିଲେ ଲକ୍ଷ ଲକ୍ଷ ଭକ୍ତ। ଶେଷରେ ସେମାନଙ୍କର ପ୍ରତୀକ୍ଷାର ଅନ୍ତ ଘଟିଲା। ନିର୍ଦ୍ଧାରିତ ନୀତି ନିର୍ଘଣ୍ଟ ଠାରୁ 1.5 ଘଣ୍ଟା ପୂର୍ବରୁ ଆରମ୍ଭ ହୋଇଥିଲା ଚତୁର୍ଦ୍ଧା ବିଗ୍ରହଙ୍କର ପହଣ୍ଡି ବିଜେ। ହରିବୋଲ, ହୁଳହୁଳି, ଘଣ୍ଟନାଦ ଏବଂ ହରିନାମ ସଂକୀର୍ତ୍ତନରେ ପ୍ରକମ୍ପିତ ହୋଇଥିଲା ସିଂହଦ୍ୱାର ସମ୍ମୁଖ। ପରମ୍ପରା ଅନୁଯାୟୀ ପ୍ରଥମେ ଶ୍ରୀ ସୁଦର୍ଶନ, ତାପରେ ବଡ଼ ଠାକୁର ବଳଭଦ୍ର, ଦେବୀ ସୁଭଦ୍ରା ଏବଂ ଶେଷରେ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଧାଡ଼ି ପହଣ୍ଡିରେ ଆସି ରଥାରୂଢ଼ ହୋଇଥିଲେ। ପୂର୍ବାହ୍ନ 10:30 ସୁଦ୍ଧା ସୁଦର୍ଶନ, ବଳଭଦ୍ର ଏବଂ ଦେବୀ ସୁଭଦ୍ରାଙ୍କର ପହଣ୍ଡି ସରିଥିଲା। ହେଲେ ସହଳ ସହଳ ସେମାନେ ରଥାରୂଢ଼ ହୋଇଯାଇଥିଲେ ମଧ୍ୟ ଶେଷରେ ମାନ କରିବା ଭଳି ଧୀରେ ଧୀରେ ଟହଲି ଟହଲି ଆଗକୁ ବଢ଼ିଥିଲେ ପ୍ରଭୁ ଜଗନ୍ନାଥ। ପ୍ରାୟ 1 ଘଣ୍ଟା ଧରି ଝୁଲି ଝୁଲି ଶେଷରେ ମଧ୍ୟାହ୍ନ 12ଟାରେ ଭାବ ବିନୋଦିଆ କାଳିଆ ଠାକୁର ରଥାରୂଢ଼ ହୋଇଥିଲେ। ତାପରେ ମଦନମୋହନ ଏବଂ ରାମକୃଷ୍ଣ ରଥକୁ ବିଜେ କରିଥିଲେ। ଏହାପରେ ମହାପ୍ରଭୁଙ୍କର ଚିତା ଲାଗି କରାଯାଇଥିଲା। ଜଗଦ୍ଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀ ତାଙ୍କ 6 ଜଣ ଶିଷ୍ୟ ଏବଂ ସାଧକଙ୍କ ସହିତ ଆସି 3 ରଥକୁ ଯାଇ ରଥାରୂଢ଼ ଚତୁର୍ଦ୍ଧା ବିଗ୍ରହଙ୍କୁ ଦର୍ଶନ କରିଥିଲେ। ଏହାପରେ ମହାପ୍ରଭୁଙ୍କର ବେଶ ଆରମ୍ଭ ହୋଇଥିଲା। ଗଜପତି ମହାରାଜ ଦିବ୍ୟସିଂହ ଦେବ ତାମୁଜାନରେ ଶ୍ରୀନହରରୁ ରଥ ପାଖକୁ ଯାଇଥିଲେ। ରଥରେ ଗଜପତି ଛେରା ପହଁରା କରିଥିଲେ। ଏହାପରେ ଚାରମାଳ ଫିଟା ହୋଇଥିଲା। ଚାରମାଳ ଫିଟା ହେବା ପରେ ରଥରେ ଘୋଡ଼ା ଏବଂ ସାରଥୀ ଲାଗିଥିଲେ। ଅପରାହ୍ନ 3:35ରେ ରଥ ଟଣା ଆରମ୍ଭ ହୋଇଥିଲା। ପ୍ରଥମେ ବଡ଼ ଠାକୁରଙ୍କର ରଥ ତାଳଧ୍ୱଜ ଟଣା ଆରମ୍ଭ ହୋଇଥିଲା। ପରେ ପରେ ଦର୍ପଦଳନ ଏବଂ ନନ୍ଦିଘୋଷ ରଥ ଟଣା ହୋଇଥିଲା। ଶତାବ୍ଦୀର ଏହି ପ୍ରଥମ ନବକଳେବର ରଥଯାତ୍ରାରେ 10 ଲକ୍ଷରୁ ଉର୍ଦ୍ଧ୍ୱ ଜନସମାଗମ ହୋଇଥିବା ପ୍ରଶାସନ ପକ୍ଷରୁ ପ୍ରାକ୍ ଆକଳନ କରାଯାଇଅଛି।